ଏଠି ହିଁ ତାଙ୍କ ଫ୍ଲାଟ୍ ଯୋଉ ରହିଛି ଇଏ ହେଉଛି ସେଇ ଫ୍ଲାଟ୍ ଗୋଠପାଟଣା ଯୋଉ ଫ୍ଲାଟ୍ ରହିଛି ଏଠି କିଣିଛନ୍ତି। ବର୍ତ୍ତମାନ ସବୁଠୁ ବଡ ଅପଡେଟ୍ ଆପଣଙ୍କୁ ସୁନନ୍ଦନ କହି ରଖେ ଭିତରୁ ଯାଆନ୍ତୁନି ବଡ ଅପଡେଟ୍ କହି ରଖେ ଭିଜିଲାନ୍ସର ଟିମ୍ ବର୍ତ୍ତମାନ ଡିଏସ୍ପିଙ୍କ ନେତୃତ୍ୱରେ ବର୍ତ୍ତମାନ ରେଡ୍ କରୁଛି। 8ଟି ସ୍ଥାନରେ ରେଡ୍ ହେଉଛି ଏବଂ ଇଏ ହେଉଛି ଦେଖନ୍ତୁ କିଭଳି ଭାବରେ ଯୋଉ ସୁନା ରୂପା ଅଳଙ୍କାର ଖଟ ଉପରେ ସଜେଇ ହୋଇ ବିଛେଇ ହୋଇ ରଖାଯାଇଛି ଏବଂ ସମ୍ପତ୍ତିର ଯୋଉ ତାଲିକା ତାହା ମଧ୍ୟ ଭିଜିଲାନ୍ସ ବର୍ତ୍ତମାନ ଧୀରେ ଧୀରେ ତାକୁ ଲିଷ୍ଟିଂ କରିବା ଆରମ୍ଭ କରିଛି। ଦେଖୁଛନ୍ତି କେତେ କାଗଜପତ୍ର ଥୁଆ ଯାଇଛି, ବ୍ୟାଙ୍କ ପାସବୁକ୍ ଥୁଆ ଯାଇଛି। ଏ ସମ୍ପତ୍ତିର ବର୍ତ୍ତମାନ ତାଲିକା ବଢିବାର ଲାଗିଛି କାହିଁକି ନା ଯେଉଁଭଳି ଭାବରେ ନବରଙ୍ଗପୁରରେ ସପିଂ କମ୍ପ୍ଲେକ୍ସ ମିଳିଲାଣି ଗୋଠପାଟଣା ଆମେ ଯୋଉ ଫ୍ଲାଟ୍ ରେ ରହିଛୁ ସେ ଆପାର୍ଟମେଣ୍ଟରେ ଗୋଟେ ଫ୍ଲାଟ୍ ମିଳିଲାଣି ଏବଂ ବଡ କଥା ହଉଛି 20 ଲକ୍ଷ ଟଙ୍କାର ହେରଫେର ହୋଇଛି। ଯେତେବେଳେ ସେ ରାୟଗଡାର ଥିଲେ ପିଡି ପ୍ରୋଜେକ୍ଟ ଡିରେକ୍ଟର ଥିଲେ ସେତେବେଳେ 23ଟା ପୋଖରୀ ହେବାର ଟେଣ୍ଡର ଡକାଯାଇଥିଲା ଯାହା ହୋଇନଥିଲା କିନ୍ତୁ ସରକାରୀ ତହବିଲରୁ 20 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ସେ ଖବର ମଧ୍ୟ ଭିଜିଲାନ୍ସ ହାତରେ ଲାଗିଛି ଯେଉଁଥିରେ 4 ଜଣଙ୍କୁ ବର୍ତ୍ତମାନ ଭିଜିଲାନ୍ସ ଗିରଫ କଲାଣି। 4 ଜଣଙ୍କ ନାଁ ହେଉଛି ରାଜେନ୍ଦ୍ରନାଥ ନାୟକ ଯେ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ଡିରେକ୍ଟର ରହିଥିଲେ ଏବଂ ପ୍ରୋଜେକ୍ଟ ଇମ୍ପ୍ଲିମେଣ୍ଟ କରୁଥିଲେ ଏବଂ ଏଜେନ୍ସି ସିଏ ମଧ୍ୟ ଯୋଗେନ୍ଦ୍ର ଖୋସଲା ଯେ ସଏଲ କନଜର୍ଭରସିଟି ଥିଲେ, ଶ୍ରୀ ଦୀପକ ସାହୁ ଯେ ସଏଲ କନଜର୍ଭେସନ ଓଭରସିଟ୍ ଥିଲେ ଏବଂ ଶ୍ରୀକୁମାର ନାୟକ ଏ 4 ଜଣଙ୍କୁ ବର୍ତ୍ତମାନ ଭିଜିଲାନ୍ସ ଗିରଫ କରିଛି ଯେଉଁମାନେ ଏ ଘୋଟାଲାରେ ସାମିଲ ଥିଲେ। ଏହି ଭିଜିଲାନ୍ସ ରେଡ୍ରୁ ଅନେକ ତଥ୍ୟ ବର୍ତ୍ତମାନ ଭିଜିଲାନ୍ସ ହାତରେ ଲାଗିଛି। ତେଣୁ ନିହାତି ଭାବରେ 4 ଜଣ ଅଫିସର ଗିରଫ ହେବା ଏବଂ ଇଏ ବାବୁ ଜଣକ ପ୍ରକଳ୍ପ ନିର୍ଦ୍ଦେଶକ ଥିଲାବେଳେ ହିଁ ଇଏ ଘୋଟାଲା ହେଇଛି ଇଏ ଠାବ ବର୍ତ୍ତମାନ ଭିଜିଲାନ୍ସ ହାତରେ ଲାଗିଛି। ତା ଛଡା ଯୋଉ ବିଲ୍ଡିଂ ଆପଣ ଦେଖୁଛନ୍ତି ସେ ବିଲ୍ଡିଂ ମଧ୍ୟ ତାଙ୍କର ରହିଛି। ଏଭଳି ଭାବରେ ଭୁବନେଶ୍ୱରରେ ଦୁଇଟି ଗୋଟେ ଏଲ୍ଆଇଜି ଘର ମଧ୍ୟ ରହିଛି ଚନ୍ଦ୍ରଶେଖରପୁର ଅଞ୍ଚଳରେ। ତେଣୁ ଇଏ ସବୁ କିଛି ବର୍ତ୍ତମାନ 8ଟି ସ୍ଥାନରେ ବର୍ତ୍ତମାନ ଭିଜିଲାନ୍ସ କରୁଛି ଏବଂ ଇଏ ଦେଖୁଛନ୍ତି ଯୋଉ କ୍ୟାମେରା ଜରିଆରେ ଆମେ ଯୋଉ ଭିଜୁଆଲ ଦେଖାଉଛୁ ଇଏ ହେଉଛି ତାଙ୍କ ଘର, ତାଙ୍କର ସମ୍ପର୍କୀୟ ଏଠି ଉପସ୍ଥିତ ଅଛନ୍ତି, ତାଙ୍କ ଉପସ୍ଥିତିରେ ବର୍ତ୍ତମାନ ଭିଜିଲାନ୍ସ ରେଡ୍ କରୁଛି ଏବଂ ବିଲକୁଲ ଇଏ ଏଇଠି ହିଁ ସିଏ ରହୁଥିଲେ। ଯେତେବେଳେ ଭୁବନେଶ୍ୱରରେ ଯେତେବେଳେ ସେଠୁ ରାୟଗଡାରୁ ଟ୍ରାନ୍ସଫର ହେଇ ଆସିଲେ ଭୁବନେଶ୍ୱର ସେତେବେଳେ ଭୁବନେଶ୍ୱରରୁ ଏଇ ଘର ସେ ରହୁଛନ୍ତି। ବର୍ତ୍ତମାନ ଏଇ ଘରଟି ଫ୍ଲାଟଟି କିଣିଥିଲେ ଏବଂ ଏ ଫ୍ଲାଟରେ ସେ ହିଁ ସମ୍ପତ୍ତି ଗୁଡ଼ିକ ବର୍ତ୍ତମାନ ଆଟାଚ କରୁଛି ଭିଜିଲାନ୍ସ କାହିଁକିନା ଏଇଠି ଅନେକ ଦେଖୁଛନ୍ତି ତାଙ୍କ ପରିବାର ଲୋକେ ମଧ୍ୟ ଏଇଠି ରହୁଥିଲେ। ମୁଁ ଆପଣଙ୍କୁ କିଛି ପୂର୍ବରୁ ମଧ୍ୟ କହୁଥିଲି ଯେ ପୁରା ପରିବାର ତାଙ୍କର ଏଇଠି ରହୁଥିଲେ ଯେତେବେଳେ ଭୁବନେଶ୍ୱର କାର୍ଯ୍ୟାଳୟକୁ ସେମାନେ ସିଫ୍ଟ ହେଲେ ଟ୍ରାନ୍ସଫର ହେଲା ଏବଂ ଏଠି ତାଙ୍କର ସୁନା ଅଳଙ୍କାର ବର୍ତ୍ତମାନ ଭିଜିଲାନ୍ସ ଠାବ କଲାଣି। ଆପଣ ଦେଖୁଛନ୍ତି ଏ ଟେବୁଲ ଉପରେ ଯୋଉ ସଜା ହୋଇ ରହିଛି ଏ ସବୁ ସୁନା ଅଳଙ୍କାରକୁ ବର୍ତ୍ତମାନ ହିସାବ କରାଯାଉଛି, ଗଣତି ମଣତି ଚାଲିଛି ଏବଂ ଯେ ସ୍ପେଶାଲ ଅଫିସର ଗଣତି ମଣତି ରହିଛନ୍ତି ଏବଂ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଦେଖୁଛନ୍ତି ଆପଣ ତାଙ୍କର ବ୍ୟାଙ୍କ ପାସବୁକ୍ ପାଖାପାଖି 4ରୁ 5ଟି ବ୍ୟାଙ୍କ ପାସବୁକ୍ ବର୍ତ୍ତମାନ ଜବତ ହେଲାଣି ଏବଂ ସେଥିରେ କେତେ ଟଙ୍କା ନଗଦ ରହିଛି, ବ୍ୟାଙ୍କରେ କେତେ ଡିପୋଜିଟ୍ ରହିଛି, ଇନ୍ସୁରାନ୍ସ କିଭଳି ରହିଛି, ଅନ୍ୟ କୋଉ ଜାଗାରେ ଇନଭେଷ୍ଟମେଣ୍ଟ କରିଛନ୍ତି ୟାର ଖୋଳତାଡ଼ ଭିଜିଲାନ୍ସ କରୁଛି। ଦେଖୁଛନ୍ତି ତାଙ୍କ ପାସପୋର୍ଟକୁ ଜବତ କରିଛି ଏବଂ ସମ୍ପତ୍ତି ଗୁଡ଼ିକୁ ତାଲିକା କରାଯାଉଛି କେଉଁ କେଉଁ ସ୍ଥାନରେ ରହିଛି। ତାଙ୍କର ଧର୍ମପତ୍ନୀ ରହିଛନ୍ତି, ପରିବାର ସମ୍ପର୍କୀୟ ରହିଛନ୍ତି ଯିଏ ତାଙ୍କ ଉପସ୍ଥିତିରେ ହିଁ ବର୍ତ୍ତମାନ ରେଡ୍ କରାଯାଉଛି। ଇଏ ଧୀରେ ଧୀରେ ସମ୍ପତ୍ତି ଲମ୍ବା ତାଲିକା ବାହାରିବ ଯେତେବେଳେ ଗୋଟେ ବଡ ଘୋଟାଲାର ଖୁଲାସା ହେଇସାରିଲାଣି।